ଆମେ ଗୋଟେ ଜାଗାରେ ପଳେଇ ଆସିଛୁ ଯେନ୍ଟାକି ପୁରା ଖାଲି ମିଷ୍ଟ୍ରିରେ ଭରି ହେଇଛେ। ଚାଲ ତମକୁ ଦେखाମୁ ଗୋଟେ ଗୋଟେ ସବୁ। ଆଉ ଇ ଜାଗା ନିକେ କେନ୍ସି କ୍ରିଏଟର କି କେନ୍ସି ବ୍ଲଗର ଆସିକରି ଏକ୍ସପ୍ଲୋର नुहे करन तो आमे फर्स्ट टाइम आसिकरी एक्सप्लोर करूछु इनर हिस्ट्रीटा बतामु। ତ ଚାଲ ଜାନମା ଆମର ଇନର ପୂଜାରୀ ଆଜ୍ଞାନୁ ତାମାନେ ଇନର ଇତିହାସଟା କାଣା ଯେ ସେ ବିଷୟରେ ତାକୁ ପଚରାମା। ଆଜ୍ଞା ଟିକେ କହିବେ। ହଉ ଆମର ଗାଁ ନାଁଟା ହେଉଛି ବେଲୁଆମାଲ। ମୋର ନାଁ ହେଉଛି ପବିତ୍ର ଦେହୁରୀ। ହଉ ଏଇଟା ଆମର ଫାସିମାଲ ଅନ୍ତର୍ଗତ ଦେହରୁଣୀ ମାଲ ଅନ୍ତର୍ଗତ ଏଇଟା ଶିବ ମନ୍ଦିରଟି ଅଛି ଦେଗାଁ ଦେବେଶ୍ୱର ବାବା। ପୂଜାରୀ ଆଜ୍ଞା କାଣା କହିଲେ ଆଉ ମନ୍ଦିରଟା କେନ୍ତା ନିର୍ମାଣ ହେଲା ଯେ ଚାଲ ଆମର ଭିଡ଼ିଓ ମାଧ୍ୟମରେ ଜାନମା। ଏଟା ହଉଛି ସେ ରାଜା ମହାରାଜା ଶାସନ ସମୟର କଥା। କୁଚିଣ୍ଡାର ଜଣେ ଅଫିସର ତାହାକୁ ସ୍ୱପ୍ନ ଆସିକି ଗୋଟେ ଜାଗାରେ ମାଟି ତଲେ ଶିବଲିଙ୍ଗଟେ ଫୁଟିଛନ୍ ବୋଲି ବେଲେ ସେ ଅଫିସର ଜଣକ ଆର ଦିନେ ବାହାରି ପଡ଼ସନ୍ ଯିବାର ଲାଗି ସେ ଜାଗା ନିକେ। ଆଉ ଆସିକରି ସେ ପାଖେ ଥିବା ଛୋଟେ ଗାଁର ମୁଖିଆଙ୍କୁ କହିସନ୍ କି ମତେ କାଲି ରାତି ସ୍ୱପ୍ନ ଆସିଥିଲା ତମର ଗାଁ ପାଖେ ଗୋଟେ ଶିବଲିଙ୍ଗଟେ ଫୁଟିଛନ୍। ବେଲେ ତାହାକୁ ରିକ୍ୱେଷ୍ଟ କରସନ୍ ଆଉ କହିସନ୍ କି ଚାଲ ଟିକେ ସେ ଜାଗାରେ କୁଡ଼ମା ବୋଲି। ମୁଖିଆ ହଁ ମଞ୍ଜୁରୀ କରସନ୍ ଆଉ ତାଙ୍କର ଗାଁର ସମସ୍ତଙ୍କୁ କହିସନ୍। ବେଲେ ସମସ୍ତେ ରେଡି ସେଡି କରି ସମସ୍ତେ ନିଜର ପେଡକୁ ଧରିକରି ବାହାରି ପଡ଼ସନ୍ ସେ ଜାଗା ନିକେ ଯିବାର ଲାଗି। ସେ ଜାଗାରେ ଆସିକି ସମସ୍ତେ କୁଡୁଛନ୍ ବେଲେ ତାଙ୍କର ସାଙ୍ଗେ ଏନ୍ତା କିଛି ଘଟଣା ଘଟସି ଯେ ନେଇ କେହି ସ୍ୱପ୍ନରେ ବି ଭାବି ନିଥାନ୍। କୁଡଲା ବେଲେ ଶିବଲିଙ୍ଗ ଟିକେ ଖେଣିଆ ଯାଇସି। ସେ ଟାଇମରେ ଏନ୍ତା କିଛି ଚମତ୍କାର ହେସି ଯେ ସମସ୍ତେ ଦେଖିକି ସକ୍ ହେଇଯାସନ୍। ଆଉ ଜାଣସନ୍ କି ସମସ୍ତେ କି ଭଗବାନ ଶିବ ଇ ରୂପରେ ଏଇ ଜାଗାରେ ପୂଜା ପାଏ ବୋଲି। ଆଉ ସେ ଜାଗାରେ ବହୁତ ସୁନ୍ଦର ମନ୍ଦିର ଗୋଟେ ନିର୍ମାଣ କରସନ୍। ଆଉ ସେ ମନ୍ଦିରଟା ହଉଛି ଏଇଟା ଯେନ୍ଟା କି ଫାଇସ୍ ମାଲ ପାଖର ଦେ ଗାଁରେ ଅଛି। ରହ ଭିଡିଓ ସରିଗଲା କହୁଛ କାଁ। এই জায়গায় বহুত বড় বিশাল হাতি গোটে পথর হয়েছে। হাতি কাঁজে পথর হয়েছে যে সেটা মোর পার্ট 2 ভিডিওরে আসবা। দেখবা লেখ রেজি মোহন আইডি কে ফলোটে করে দিত।